जय मा तारातारिणी ओंकार रूपिणी जय मा तारातारिणी दुर्गति नाशिनी बसुछि शरण मा तो मिलुतो आशीष तो चरित गायने मु करिछि प्रयास तो कृपा आशीषे मा तो हुए सर्वसिद्धि सिद्धि बुद्धि प्रदायिनी दया हेब जदि तो चरित किंचित मु करिबि गायन मणिबि सार्थक मोर मनीष जन्म दुर्गा उमा शिवा गौरी काली हैमवती चंडिका अंबिका सर्व मंगला पार्वती बहु रूप धरी तुही विभिन्न प्रकारे मायाविनी बेसे बुलू ब्रह्मांड मध्यरे ब्रह्ममोहि महाशक्ति ब्रह्मांडे पूजा सर्वशक्ति आधार तू अनंत विद्या आदि शक्ति आदि माता चौद भुवने माया बले सर्वभूते रहिछु गोपने शंख चक्र गदा पद्म धरि तू ही हस्ते विश्व संहारिणी दश महाविद्या रूपे सुख सुवर्णर कांति सर्वसुलक्षण अंगे अंगे विराजई नाना विभूषण आदि सत्य जुगे मागो सती नाम धरी दक्ष गृहे जनमिलु परमा सुंदरी लक्षे बरस तपस्या करी तू ही माता महायोगी महेश्वरे लभिलु भरता कुंभ पिता दक्ष यज्ञ करि आयोजन जामाता शिवंकु कोले नाही आमंत्रण कहिले भिक्षुक शिव हटई नगण्य देवता बोलिके तारे नगणंती जन नथाए ताहार अंगे बसन खंडिए समसान भस्म अंगे बोली होई थाए एही परि मूढ़ जने तोते बाहा देई वंशगारी मामोहर देई बुड़ाई एही परि पिता मुकुपति निंदा शुणी जगानले घास देले सती ठाकुराणी सतींको निधन वार्ता शुणी महेश्वर प्रवेशी क्रोधरे छिंडाइले दक्ष शिर तब अर्ध दक्ष तनु स्कंदे दृढ़े धरी भ्रमिले सारा जगत पागलंक परी मृतदेहु मांस खंड छिड़ी पड़े जही देवी पीठ रूपे ताहा प्रसिद्ध भई 51 पीठे 4 पीठ सर्वश्रेष्ठ श्रीक्षेत्र विमला देवी सती नाभि पीठ दोनी पीठ कामाख्या जे आसाम राज्य मुख पीठ महाकाली कलिकता ठारे पुण्यतोया ऋषि कुल्यातीरे स्तन पीठ श्रीतारा तारिणी नामे होइछि प्रकट सूर्यवंश गुरु त्रिकालज्ञ देव शिख एही तारा तारिणी को करि दिनेत आपणा अभीष्ट सिद्धि पाई बहु दिन तपस्या करन्ते देवी न शुणन्ति कर्ण वशिष्ठ कहन्ति क्रोधे हे तारा तारिणी ध्याने बसी तुम्भ अहंकार अछि जानी सती तनु जन मिछ बोली गर्व बही जितेन्द्रिय कूल तुम्हे पासोरी छतही चाप देले साक्षी रखी 10 दिग पाळे अपूजा रहिब मोर अभिशाप बळे शाप मोचन निमन्ते मातारा तारिणी दुख
ପରେ ପଚାରୁଛନ୍ତି ଏ ବଶିଷ୍ଠ ମୁନି ବାରେ ଅନୁଗ୍ରହ କରି ଆଚରନ୍ତୁ କ୍ଷମା ତାକୁ ମୁକ୍ତି ପାଇ ଆମ୍ଭେ କରୁଛୁ ପ୍ରାର୍ଥନା ବଶିଷ୍ଠ ବୋଲନ୍ତି ସାପ ଅନ୍ୟଥା ନହିବ ମଧ୍ୟକଳି ଯୁଗେ ତୁମ୍ଭେ ସାପ ମୁକ୍ତି ହେବ ତେତେ କାଳ ଯାଏ ତୁମ୍ଭେ କରିବ ପ୍ରତୀକ୍ଷା କରିବି ମୁହିଁ ତୁମ୍ଭ ଭାଗ୍ୟେ ଯାହା ଲେଖା ଜାହ୍ନବୀ ଅଗ୍ରଜା ପୁଣ୍ୟ ଋଷି କୁଲ୍ୟାତିରେ ମୋ ମାନସ ପୁତ୍ର ବସୁ ପ୍ରହରାଜ ଘରେ ଲାଳନ ପାଳନ ହେବ ଦୁହି ତାରୁ ପରେ ଲେଉଟିବ ଗିରି ଶିଖେ କିଛି ଦିନ ପରେ ବ୍ରାହ୍ମଣ ବ୍ରହ୍ମ ଜ୍ଞାନୀ ବସୁ ପ୍ରହରାଜ ମନ୍ଦିର ତୋଳାଇ ତୁମ୍ଭ ଉଡ଼ାଇବ ଧ୍ୱଜ ସାପ ମୁକ୍ତି ଯାଏ ତୁମ୍ଭେ ଜଗତ ଜନନୀ ମହାଲକ୍ଷ୍ମୀ ନେତ୍ର ପୁଣି ଆଶା ଥିବ ଘେନି ସେହି ବିଷ୍ଣୁ ପାଟରାଣୀ ପ୍ରେତୟା ଯୁଗରେ ଜନବିବେ ମିଥିଳାରେ ଜାନକୀ ରୂପରେ ସ୍ୱୟଂ ରାମ ନାରାୟଣ ବୈକୁଣ୍ଠାଧିପତି ଶିବ ଧନୁ ଭାଙ୍ଗି ବିଭା ଦେବେ ସୀତା ସତୀ ଏଠୁ କିଛି କାଳ ଅନ୍ତେ ସତ୍ୟ ଯୁଗ ଶେଷେ ପ୍ରବେଶିଲା ତ୍ରେତା ଯୁଗ ପରମ ସନ୍ତୋଷେ ସତ୍ୟ ହେଲା କିଛି ଦିନେ ବଶିଷ୍ଠଙ୍କ ବାଣୀ ରାମ ରୂପେ ବିଷ୍ଣୁ ସୀତା ରୂପେ କମଳିନୀ ଜନ୍ମ ଲଭି ପିତୃ ସତ୍ୟ ପାଳିଥିଲେ ବନେ ସୀତାଙ୍କୁ ଚୋରାଇ ଆଣି ଅଶୋକ ବିପିନେ ରଖିବାରୁ ସେ ରାବଣ ଲଙ୍କାର ରାଜନ ଦାନି ଧନେ ଆସି ସ୍ୱୟଂ ଶ୍ରୀରାମ ଲକ୍ଷ୍ମଣ ସୁବଳ ଗିରି ଶିଖରେ କରିଥିଲେ ବାସ ପାତାଳରୁ ଆସି ମହି ରାବଣ ରାକ୍ଷାସ ରାମ ଲକ୍ଷ୍ମଣଙ୍କୁ ସୂଚ ତୁରେ ଗଲା ନେଇ ରଖିଥିଲା କାଳି ଆଗେ ବଳି ଦେବା ପାଇଁ ତ୍ରିଜଟା ମୁଖରୁ ସୀତା ଶୁଣି ଏହି ଗୀର ଜାନକୀଙ୍କ ନୟନରୁ ବହେ ଅଶ୍ରୁଧାର ଦୁଇ ଲୁହ ଧାର ଦୁଇ ନେତ୍ର କୋଣୁ ଧରି ଭୂତଳେ ପଡ଼ନ୍ତେ ଦୁଇ ଅପୂର୍ବ ସୁନ୍ଦରୀ ଉଭା ମସ୍ତକେ ମୁକୁଟ ଗଳେ ପୁଷ୍ପହାର କାତି ଖଣ୍ଡା ଖର୍ପରାଦି ଆୟୁଧ ତାଙ୍କର ସାଷ୍ଟାଙ୍ଗ ପ୍ରଣାମ କରି ସୀତାଙ୍କ ଚରଣୀ କହନ୍ତି ଯାଜ୍ଞା ହେବ କରିବୁ ତ କ୍ଷଣୀ ସୀତା ବୋଲନ୍ତି ପାତାଳେ ସେ ମହି ରାବଣ ବନ୍ଦିଶାଳେ ରଖିଅଛି ଶ୍ରୀରାମ ଲକ୍ଷ୍ମଣ ଅବିଳମ୍ବେ ଯାଇ ଦେବି
ତାଙ୍କୁ ରକ୍ଷା କର। ଧ୍ୟାନ ଦେଇଥିବ ଯିବା ଯାଏ ହନୁବୀର। ସୀତାଙ୍କ ଆଜ୍ଞାରେ ଦେବୀ ପାତାଳ ଭୁବନେ। ନିଧନ କରିଲେ ମୋହି ରାବଣର ସୈନ୍ୟେ। ହନୁ ଦ୍ୱାରା ମୋହି ରାବଣ ହେଲା ନିଧନ। ଫେରିଲେ ସୁବଳ ଶିଖେ ଶ୍ରୀରାମ ଲକ୍ଷ୍ମଣ। ଏହା ଜାଣି ପଚାରନ୍ତି ସୀତା ଠାକୁରାଣୀ। ମୋ ଦୁଃଖରେ ଦୁଃଖୀ ହେଲ କିଏ ତୁମ୍ଭେ ବେନି। বিষাদ ভরা কণ্ঠরে বেনি যে ভগিনী। কহন্তি আম্ভর নাম ত্রিতারা তারিণী। পুণ্য ঋষি কুল্যাতীরে দক্ষ সুতাসন। পতনরু আম্ভে দুহে ହୋଇଛୁ ଜନମ। ବଶିଷ୍ଠଙ୍କ ଶାପ ଯୋଗୁଁ ତୁମ୍ଭ ନୟନରେ। ଆଶା କରିଥିଲୁ ମାତ ସୌଭାଗ୍ୟ ବଳରେ। ଏବେ କେଉଁ ଆଡ଼େ ଯିବୁ କି କରିବୁ କହ। ନୟନୁ ବାହାରି ତୁମ୍ଭ ନଦୀ ସେ ଉପାୟ। ଜାନକୀ କହନ୍ତି ଗୁରୁ ବଶିଷ୍ଠଙ୍କ ଶାପ। ଲଙ୍ଘି ନ ପାରନ୍ତି ଦେବ ମାନବ କୌଣବ। ତେଣୁ ପୂର୍ବ ତୁମ୍ଭେ ଋଷି କୁଲ୍ୟାତୀରେ। ସାପ ମୁକ୍ତି ଯାଏ ରହ ପର୍ବତ ଉପରେ। ସଙ୍କଟ ଉଦ୍ଧାରି ହେଲ ସଙ୍କଟ ତାରିଣୀ। କଳି କାଳେ ଉଦ୍ଧାରିବ ସଙ୍କଟରୁ ପ୍ରାଣୀ। ତୁମ୍ଭରି ଆସ୍ଥାନ ତାରା ତାରିଣୀ ପର୍ବତ। ନାମେ ଘୋର କଳି କାଳେ ହୋଇବ ବିଖ୍ୟାତ। ମୋହର ସମ୍ପୋଷେ ତୁମ୍ଭେ କାଳ ଜୟୀ ହେବ। କଳି କଳୁ ସନାସନ ବାନା ଉଡ଼ାଇବ। ଦେଖିଅଛି ଋଷି କୁଲ୍ୟା ସେ ପୂର୍ଣ୍ଣ ସରିତ। ଦଣ୍ଡକ ଆସିବା ବେଳେ ସ୍ୱାମୀଙ୍କ ସହିତ। ସ୍ନାନ ଶେଷେ କହିଛନ୍ତି ମୋତେ ମୋର ସ୍ୱାମୀ। କପିଳ ମୁନିଙ୍କ ପିତା ସେ କର୍ଦ୍ଦମମୁନି। ଦିନେ ସେହି ଉଠି ମାଳ ପର୍ବତ ଉପରେ। ତପସ୍ୟାରେ ରତ ଥିଲେ ନିଦାଘ କାଳରେ। ଏ ସମୟେ ଶିଷ୍ୟ ମଧ୍ୟରେ ପଡ଼ିଲା ଚହଳ। ନ ମିଳଇ କେଉଁଠାରେ ଚୋପାଏ ସଲିଳ। ଶୁଣି କର୍ଦ୍ଦମ ମହର୍ଷି ଅଥୟ ଚିତ୍ତରେ। ଦଣ୍ଡାଘାତ କଲେ ନିଜ ଆସ୍ଥାନ ପାଖରେ। ବାହାରିଲା ଝର ଝର ସୁନିର୍ମଳ ନୀର। ଋଷି କୁଲ୍ୟା ନାମ ତାର ଦେଲେ ମୁନିବର। କହିଛନ୍ତି ଶ୍ରୀରାମ ଯେ ପରମ ସନ୍ତୋଷେ। ଗଙ୍ଗା ଠାରୁ ବଡ଼ ଏହୁ ହଜାରେ ବରଷେ। ଏଣୁ ଋଷି କୁଲ୍ୟା ଗଙ୍ଗାଙ୍କର ଜ୍ୟେଷ୍ଠ ଭଗ୍ନୀ। ପବିତ୍ର ଏହାର ନିରପତିତ ପାବନୀ। ରାମଙ୍କ ଦ୍ୱାରା ସ୍ଥାପିତ ପ୍ରଭୁ ତୁମ୍ବେଶ୍ୱର। ଋଷି କୁଲ୍ୟାତୀରେ ପାପୀ କରନ୍ତି ଉଦ୍ଧାର। ସୀତାଙ୍କ ଆଦେଶେ ଦୁହେଁ ଋଷି କୁଲ୍ୟାତୀରେ। ପ୍ରତୀକ୍ଷା କଲେ ଗୋପନେ ପର୍ବତ ଶିଖରେ। ଦ୍ୱାପର ଅନ୍ତରେ କଳି ପ୍ରବେଶିବା ଜାଣି। ଦେବୀ ଦ୍ୱୟ ବସିଥାନ୍ତି ଦିନ ଗଣି ଗଣି। ଚାହୁଁ ଚାହୁଁ ଆସିଗଲା ସାତ ମୁକ୍ତି ଦିନ। ଦେବୀଙ୍କୁ
ଭାଗ୍ୟ ବିଧାତା ହୋଇଲେ ପ୍ରସନ୍ନ। କୁମାରୀ ନାମକ ଏକ କ୍ଷୁଦ୍ର ପଲ୍ଲୀ ଗ୍ରାମେ ଭାଗ୍ୟବାନ ଶିଶୁ ବସୁ ପ୍ରହରାଜ ନାମେ ଜନ୍ମ ହେଲେ ମଧ୍ୟବିତ୍ତ ବ୍ରାହ୍ମଣ କୁଟୁମ୍ବେ। ଦେବୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ଅବିଳମ୍ବେ। ମଧ୍ୟମ ବୟସେ ବସୁ ଶାସ୍ତ୍ରଜ୍ଞ ତନ୍ତ୍ରଜ୍ଞ ଉତ୍କଳ ଖଣ୍ଡରେ ବୋଲାଇଲେ ମହାବିଜ୍ଞ। ଦୁଃଖ ଏକ ଥିଲା ତାଙ୍କ ନଥିଲା ସନ୍ତାନ। ନିସନ୍ତାନ ହୋଇ ବିପ୍ର କାଟୁଥିଲେ ଦିନ। ଏଥୁ ଅନ୍ତେ ଏକ ବାସେ ଦେଖିଲେ ସପନ। ଦୁହିତା ଦୁଇଟି ତାଙ୍କୁ ହୋଇବ ପ୍ରଦାନ। ସେ ଦୁହିଁଙ୍କୁ ପାଳିବେ ସେ ନିଜ ସୂତା ଭଳି। ସ୍ନେହ ଆଦର ସର୍ବ ସୁଭାଷିଷ ଢାଳି। ସତ୍ୟ ହେଲା ଶୁଭ ସ୍ୱପ୍ନ ସେ ଦୁହିତା ଦୁଇ। ବସୁ କନ୍ୟା ରୂପେ ତହିଁ ପରିଚୟ ଦେଇ। କିଛି ଦିନ ରହିବ ତୁ ପ୍ରହରାଜ ଘରେ। ଅଚାନକ ଦେବୀ ଦୁଇ ଅନ୍ତର୍ଧାନ ହେଲେ। ଅନ୍ୱେଷଣ ପରେ ବିପ୍ର ଦୁଃଖେ ବସି ଅଛନ୍ତି ଏକାଳେ ଏକ କାଚରା ପ୍ରବେଶୀ। କହିଲା ଗୋସାଇଁ ତୁମ୍ଭ ଦୁଇ ଝିଅ ଯାଇ ପିନ୍ଧିଛନ୍ତି କଳା କାଚ ମୂଲ୍ୟ ଦାନ ଦେଇ। ଶୁଣି ବସୁ ପ୍ରହରାଜ ଆଚମ୍ବିତ ଚିତ୍ତେ। ରାତିରେ ବସୁଙ୍କୁ ନିଦ୍ରା ନାହିଁ ଦିଏ ମାତ୍ରେ। ଏ ସମୟ ବେନି ସୂତା ପାଶେ ଉଭା ହୋଇ କହନ୍ତି ତ କନ୍ୟା ରୂପେ ଥିଲୁ ଆମ୍ଭେ ଦୁଇ। ଦୁଇ ପ୍ରତିମା ହେଲେ ହିଁ ଏକମାତ୍ର ଶକ୍ତି। ମହିମା ବଳରେ ଖଣ୍ଡୁ ସକଳ ବିପତ୍ତି। ତାରା ତାରିଣୀ ପାହାଡ଼ ଶିଖର ରାଇଜେ। ଜହିଁ ସ୍ତନାକୃତି ଶିଳା ଜହିଁ ଆମ୍ଭେ ବିଜେ। ଶୁଣ ବିପ୍ରବର ଆମ୍ଭେ କଳି କାଳରେ ପୂଜା ପାଇବୁ ଏ କଥା ରଖ ହୃଦୟରେ। ଏହା କହି ଦେବୀ ଦ୍ୱୟ ହେଲେ ଅନ୍ତର୍ଧାନ। ମାତା ପାଦେ ବିପ୍ର ହେଲେ ସାଷ୍ଟାଙ୍ଗ ପ୍ରଣାମ। କାହାକୁ ନ କହି ଏକା ସେ ବସୁ ବ୍ରାହ୍ମଣ। ପ୍ରାତେ ସ୍ନାନ ସାରି ତାରା ତାରିଣୀ ଆସ୍ଥାନ। ପହଞ୍ଚି ଦେଖିଲେ ଶିଳା ଦ୍ୱୟସ୍ତନାକୃତି। ଅମୃତରେ ସିକ୍ତ ବିପ୍ର ହସ୍ତ ସଞ୍ଚାଳନ୍ତି। 100 ତୋଳା ସୁବର୍ଣ୍ଣର ପଦକ ଉପରେ। ତ୍ରିତାରା ତାରିଣୀ ବିଜେ ଖୋଦିତ ଯନ୍ତ୍ରରେ। ପ୍ରଣମିଲେ ବସୁ ଆଦି ଶକ୍ତି ବୋଲି ଜାଣି। କହନ୍ତି ମୁଁ ବିସ୍ତରିଲି ମାତାରା ତାରିଣୀ। କୁଶଳୀ କାରିଗରଙ୍କୁ ଡକାଇ ଆଣିବେ। ଅକ୍ଷୟ ତୃତୀୟା ଦିନ ଶିଳାନ୍ୟାସ କଲେ। କହିଲେ ହେ ଶୁଣ ତୁମ୍ଭେ ସର୍ବକାରିଗର। ବିଧି ମତେ ଗଢ଼ିବ ଏ ମାଙ୍କ ମନ୍ଦିର। ମନ୍ଦିର ଗାତ୍ରେ ରହିବେ 10 ମହାବିଦ୍ୟା। ପ୍ରାଣ କର୍ତ୍ତି ତାରା ହେବେ ସେ ମଧ୍ୟ ପ୍ରସିଦ୍ଧା। ଅନ୍ୟମାନଙ୍କ ମଧ୍ୟରେ ଷୋଡ଼ଶୀ ବଗଳା। छिन्नमस्ता धूमावती मातंगी कमला
ভুবনেশ্বরী ভৈরবী কালী মুক্ত কেশী ভক্ত দুঃখ বিনাশিনী ভক্ত ভীতি নাশী সেহিপরি কার্তিকেয় গণনাথ মূর্তি শ্যামা কালী ভদ্র কালী লক্ষ্মী ସରସ୍ୱତୀ ରୁଦ୍ର ନାଭି କମଳରୁ ସମ୍ଭବା ଭୈରବୀ ରଖିବ ହେ କାରିଗରେ ସୁଚିନ୍ତିତେ ଭାବି ମନ୍ଦିର ଚୂଡ଼ାରେ ଦଧି ନଉତି ଉପରେ ପୂର୍ଣ୍ଣ କୁମ୍ଭ ଯତନରେ ରଖିବ ବିଧିରେ ସେ କୁମ୍ଭ ଉପରେ ଦେବୀ ଆଶିଷ ପତାକା ଉଡ଼ିବ ଭଗତ ମନୁ ଛଡ଼ାଇବ ଶଙ୍କା ଉପସ୍ଥିତ କାରିଗରେ ସନମତ ହେଲେ 2 ମାସରେ ମନ୍ଦିର ପୂର୍ଣ୍ଣ କରିଦେଲେ। ପ୍ରତିଷ୍ଠା ପାଇଁ ସେ ବଧୂ ବ୍ରାହ୍ମଣ ଚିନ୍ତା କରୁଛନ୍ତି ପ୍ରାତୁ ସାରି ନିତ୍ୟ କର୍ମ ଏକାଳେ ଘଟିଲା ଆଉ ଏକ ଅଘଟଣ କବାଟରେ କରାଘାତ ହୋଇ ସେ କ୍ଷଣ ଦୁଆର ଖୋଲି ଦେଖନ୍ତେ ଦେବଦୂତ ସମ ବିଶ୍ୱକର୍ମା ଗୁରୁ ଏକ ବଣିଆ ଉତ୍ତମ ଆଣିଅଛି ଅଷ୍ଟଧାତୁ ପ୍ରତିମା ଦେ 2 ସ୍ଥାପନା ନିମନ୍ତେ ପ୍ରହରାଜେ ଅରପଇ ସେହି ଅନୁପମା ମୂର୍ତ୍ତି ପାଇ ପ୍ରହରାଜ ମନ୍ଦିର ପ୍ରତିଷ୍ଠା ପାଇଁ ଦେଲେ ସଜବାଜ ଜାଣିପାରି ଦେବୀଙ୍କର ମହିମା ଏ ସନ ପ୍ରତିଷ୍ଠା ନିମନ୍ତେ ବସୁ କଲେ ଆୟୋଜନ ପର୍ବତର ପାଦ ଦେଶେ ସ୍ଥାନ ନିରୂପଣ କରି ଆରମ୍ଭିଲେ ଯଜ୍ଞ 21 ଦିନ ଚାରି ଭରଣ ଖରଚ ହେଲା ଯଜ୍ଞ ଯଜ୍ଞଶାଳେ ସମାଗମ ଲକ୍ଷ ଲକ୍ଷ ଭକ୍ତ ପାକ ସିଦ୍ଧ ହୋଇଥିଲା ଯେତେ ଯଜ୍ଞ ଡାଲି ତରକାରୀ ପୁଣି କାନିକା ବ୍ୟଞ୍ଜନ ପର୍ଜଣା ନିମନ୍ତେ ଜିରା 12 ଭରଣ ଖର୍ଚ୍ଚ ହୋଇଥିଲା ଭକ୍ତେଙ୍କର ଅନୁମାନ ମନ୍ଦିର ପ୍ରତିଷ୍ଠା ପୁଣି ପ୍ରତିମା ପ୍ରତିଷ୍ଠା ଶେଷ ହେଲା ସମାଜରେ ସକଳ ଜେନିତା 21 ଦିନେ ଦେଖି ଅମୃତ ଲଗନ ମୂର୍ତ୍ତି ବିଜେ କରାଇଲେ ଦେବ ସୁବ୍ରାହ୍ମଣ ସେହିଦିନ ଅର୍ଦ୍ଧରାତ୍ରେ ସପନରେ ପୁଣି କହିଲେ ପ୍ରହରାଜଙ୍କୁ ସେ ତାରାତାରିଣୀ ପରିଚିତ ଏକ ଭକ୍ତି ଅଂଶ ବ୍ୟକ୍ତି ସନ୍ତାନ ହୋଇ ବ୍ରହ୍ମପୁରେ ରହିଛନ୍ତି ଟିଟିରାମେୟା ଅଟଇ ନାମଟି ତାହାର ପର୍ବତକୁ ପାହାଚ ସେ ଗଢ଼ିବ ଆମ୍ଭରି ପ୍ରସାଦେ ତାର ଜନ୍ମିବ ଦୁହିତା
ନିରାମିଆ ହୋଇ ଅତ୍ୟନ୍ତ ରସ 999 ଗଢିଲେ ପାହାଚ ମାତାରା ତାରିଣୀ ପାଦେ ନିଜେ ଆଶା କରି ବନ୍ଧ୍ୟା ଦୋଷରୁ ରାମେୟା ହୋଇଛନ୍ତି ପାରି ତାରା ତାରିଣୀ ମହିମା ବାଜିବାରୁ କନ ଅନ୍ୟ ଏକ ଭକ୍ତ ଯେ ଅଭିମନ୍ୟୁ ପ୍ରଧାନ ପାଦରୁ ଶିଖର ଯାଏ କଲେ ପିଚୁ ରାସ୍ତା କଳ ପାଣି ବିଜୁଳିର ଉତ୍ତମ ବ୍ୟବସ୍ଥା ଏଠୁ କିଛି ଦିନ ଅନ୍ତେ ପୁରୀ ଗଜପତି ଦିବ୍ୟ ସିଂହ ଦେବ ପୀଠେ ମିଳିଲେ ଝଟକି ଶୁଭାରମ୍ଭ କଲେ ପୀଠେ ଅଖଣ୍ଡ କୀର୍ତ୍ତନ ଦିବସ ସର୍ବରି ଚାଲେ ମହାମନ୍ତ୍ର ନାମ ମାଙ୍କ ମହିମା ଶୁଣି ଭକ୍ତ ଆଉ ଜଣେ ସିନ୍ଧି ଗ୍ରାମବାସୀ ଗଣପତି ସାହୁ ନାମେ ବହୁମୂଲ୍ୟ ନିର୍ମାଣିଲେ ଏକ ସିଂହ ଦ୍ୱାର ମୁଖ୍ୟ ରାସ୍ତା ପରେ ରହି ବଢାଏ ସୁନ୍ଦର ପର୍ବତର ପାଦ ଦେଶୁ ଦେବୀ ପୀଠ ଯାଏ 5 ଗୋଟି ସିଂହ ଦ୍ୱାର ଅଛି ଠାଏ ଠାଏ କେବନି ପାରିବ ତାରା ତାରିଣୀ ମହିମା ଭକ୍ତ ପାଇଁ ଉଡେ ବିପଦ ଭଞ୍ଜନୀ ବାନା ଚୈତ୍ର ମଙ୍ଗଳବାର ପ୍ରତି ସଂକ୍ରାନ୍ତି ଶାରଦୀୟ ପୂଜା ପୁଣି ଦୀପାବଳି ରାତି ପର୍ବଦିନ ରୂପେ ପିଠେ ହୋଇ ପାଳନ ମାଙ୍କ ଆଶିଷ ଲଭୁ ଶାନ୍ତି ଭକ୍ତ ଜନ ଜୟ ତାରା ତାରିଣୀ ତୋ କରୁଣା ଆଶିଷ ମିଳୁଥାଉ ଭକ୍ତ ଜନେ ଧନ୍ୟ ହେଉ ବିଶ୍ୱ ଏ ଘୋର କଳିତ ବଳୁ କରମା ଉଦ୍ଧାର ନିରଞ୍ଜନ ଚିତ୍ତ ରହୁ ଶ୍ରୀଚରଣେ ତୋର